অননি ও হো 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 মোর প্রিয় ভাই ভৌণী মানে আসন্তু নাট্য মণ্ডপ লেডি গ্যাংস্টার দেখিয়া ভাই অননি ঘাଣ୍ଟି ଦଉଛି ରାଣୀ ପଣ୍ଡା କିନ୍ତୁ ରାଣୀ ପଣ୍ଡାଙ୍କ ଅଭିନୟ ନିଖୁଣ ଭାବେ ଆପଣମାନେ ସମସ୍ତେ ଜାଣିଛନ୍ତି। ରାଣୀ ପଣ୍ଡା ଆଉ କ'ଣ ସେ ଅବସ୍ଥାରେ ଅଛନ୍ତି? ରାଣୀ ପଣ୍ଡା ବର୍ତ୍ତମାନ ସାହାଯ୍ୟ କରିବା ଅବସ୍ଥାରେ ଅଛନ୍ତି। ରାଣୀ ପଣ୍ଡାଙ୍କୁ ସାରା ଓଡ଼ିଶା କ'ଣ ସାରା ଭାରତ ବର୍ଷ ସମସ୍ତେ ଭଲ ପାଆନ୍ତି। ଆଜ୍ଞା ତା ଭିତରେ ମୋତେ କାହିଁ ପୁରଉଛନ୍ତି ଆଜ୍ଞା, ମୋର ହଲଚଲ ହେଇଯାଉଛି। ଲୋକ ଦେଖୁଛନ୍ତି ହେଲେ ସେମାନେ ଦେଖୁଛନ୍ତି ଦେଖାଉଛନ୍ତି। ଲେଡି ଗ୍ୟାଙ୍ଗଷ୍ଟର ଦ ବ୍ୟୁଟିଫୁଲ କନସେପ୍ଟ ଓନ୍ଲି ଫର୍ ଦ ପବ୍ଲିସିଟି ହାଇଲାଇଟ୍ ରାଣୀ ପଣ୍ଡା ଅତି ସୁନ୍ଦର ଅଭିନୟ କରିଛନ୍ତି। ଏଇ ଯାହା ମୁଁ ଭାରି ସୌଭାଗ୍ୟ, ମୁଁ ସବୁବେଳେ ଷ୍ଟେଜ୍ ଶୋ କରେ କିନ୍ତୁ ଯାତ୍ରାରେ କମ୍ କରେ। ରାଣୀ ପଣ୍ଡା ମ୍ୟାଡ଼ାମ୍ ମୋତେ ଏଥିରେ ମେଲୋଡ଼ିରେ ମୋତେ ଗୋଟେ ସୁଯୋଗ ଦେଇଛନ୍ତି ମଝିରେ ଆସିକି କିଛି ଦମାଦାର ଡାଇଲଗ୍ ପ୍ରେଜେଣ୍ଟ କରିବା ପାଇଁ। ଯେତିକି ସମୟ ରବି ଆସୁଛନ୍ତି ଷ୍ଟେଜକୁ, ଆଜ୍ଞା ଲୋକଙ୍କ ଭିତରେ ଦେଖୁଛୁ ଗୋଟେ ବଡ଼ ଉତ୍ସାହ ଆଉ ତାଳି। अरे बाप रे कहीं ना डायलॉग हो जी, लड़ाई में पहले कौन मारता है इससे कोई फर्क नहीं पड़ता, फर्क इससे पड़ता है नीचे कौन गिरा। ये रोड तेरा बाप की है नहीं रे, तेरे बाप की तेरा बाप में हूँ। वो क्या इतना बड़ा गैंगस्टर, गैंग को लाने वाली होती है गैंगस्टर, वो अकेला आते थे। वो कौन? रानी बंडा लेडी गैंगस्टर ଗୋଟେ ରାଇ ଏଇ କଣ୍ଠରେ କହୁଛନ୍ତି ଯୋଉଟା ବେଶୀ ଲୋକଙ୍କୁ ଆଦୃତ। অননি ও হো 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 মোর প্রিয় ভাই ভৌণী মানে আসন্তু নাট্য মণ্ডপ লেডি গ্যাংস্টার দেখিয়া ভাই অননি ଘାଣ୍ଟି ଦଉଛି ରାଣୀ ପଣ୍ଡା ଆଚ୍ଛା ପିୟୁଷ ଗଲେ, କାହ୍ନା ଗଲେ, ଦୈତାରୀ ପଣ୍ଡା ଗଲେ, ଗଲେ ମାନେ କ'ଣ ଚାଲିଗଲେ? ଆଉ ଗୋଟେ କୋଉଠି ପଡ଼ିଥିବ। ହଁ ସେଇଠି ନାଟକ କରିକି ଗଲେଣି। ୟେସ୍ ୟେସ୍। ତା ଭିତରେ ରାଣୀ ପଣ୍ଡା ରାଣୀ ପଣ୍ଡା ଟକ୍କର ଦେବେ। 100ରୁ 100, କିନ୍ତୁ ରାଣୀ ପଣ୍ଡାଙ୍କ ଅଭିନୟ ନିଖୁଣ ଭାବେ ଆପଣମାନେ ସମସ୍ତେ ଜାଣିଛନ୍ତି। କେବଳ କହିବି ରାଣୀ ପଣ୍ଡାଙ୍କୁ ସାରା ଓଡ଼ିଶା କ'ଣ ସାରା ଭାରତ ବର୍ଷ ସମସ୍ତେ ଭଲ ପାଆନ୍ତି। ଆଉ ଖାସ୍ କରି ମିଡ଼ିଆ ଭାଇମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଆଜି ଯଦି ରାଣୀ ପଣ୍ଡା ଯଦି କିଛି ଯଦି ଓଡ଼ିଶା ସାରା ଦର୍ଶକମାନଙ୍କୁ ଯଦି ଜିଣିଥାଏ ସେ କେବଳ ମିଡ଼ିଆ ମାଧ୍ୟମରେ, ଆପଣମାନଙ୍କ ମାଧ୍ୟମରେ। ଏଇ ମଞ୍ଚରୁ ରାଣୀ ପଣ୍ଡାଙ୍କର ଓଡ଼ିଶା ସଚ୍ଚିଦାନନ୍ଦ ଗଣନାଟ୍ୟରେ ଯେଉଁ ଆସିଥିଲେ, କିନ୍ତୁ ରାଣୀ ପଣ୍ଡା ସେ ରାଣୀ ପଣ୍ଡା ନୁହଁ। ଏ ବର୍ତ୍ତମାନ ରାଣୀ ପଣ୍ଡା ଅଲଗା ଟାଇପ୍ର ପୁରା ହଲଚଲ କରୁଛି ମାର୍କେଟ। ବ୍ଲାଉଜ ଖୋଲିଲେ ନା ସେ କ'ଣ ରାଣୀ ପଣ୍ଡା ଆଉ କ'ଣ ସେ ଅବସ୍ଥାରେ ଅଛନ୍ତି? ରାଣୀ ପଣ୍ଡା ବର୍ତ୍ତମାନ ସାହାଯ୍ୟ କରିବା ଅବସ୍ଥାରେ ଅଛନ୍ତି। ସେଇଟା ବାଇଚାନ୍ସଲି ଖୋଲି ଯାଇଥିଲା, ଏବେ ବର୍ତ୍ତମାନ ସେ ଠିକ୍ ଅଛନ୍ତି। ଆଚ୍ଛା ରବାବୁ, ଆପଣ ଜଣେ କଳାକାର, ଏଥର ଖଣ୍ଡଗିରି ମାନଙ୍କୁ ଆଇଟମ୍ ଡ୍ୟାନ୍ସର ମାନଙ୍କୁ ମନା ହେଲା, ସେମାନେ ବି କଳାକାର। ଆଜ୍ଞା ତା ଭିତରେ ମୋତେ କାହିଁ ପୁରଉଛନ୍ତି ଆଜ୍ଞା, ମୋର ହଲଚଲ ହେଇଯାଉଛି। ମୁଁ ସେମାନଙ୍କ ଭିତରେ ପଶିଲେ ମାନେ ମୋ ମୁଣ୍ଡ ଖରାପ ହେଇଯିବ। ଡର ଲାଗୁଛି ଗାଳି କରିବେ। ହଁ ସେ ଗାଳି ଗୁଡ଼ା ମୋତେ ଭାରି ଖରାପ ଲାଗେ। ମୁଁ ଦେଖିଲେଣି ଯେତେ କମେଣ୍ଟସ୍ ଫମେଣ୍ଟସ୍ ପଢ଼ୁଛି, କିନ୍ତୁ ସେଗୁଡ଼ା ଅବାଗିଆ କମେଣ୍ଟସ୍ ଗୁଡ଼ା ଯେଉଁ ଦେଉଛନ୍ତି, କିନ୍ତୁ ମୋତେ ବି ବର୍ତ୍ତମାନ ମୋତେ ଡର ଲାଗୁଛି କାଳେ କିଏ ମୋତେ କମେଣ୍ଟସ୍ ଭୁଲଭାଲ ଦେବନି ତ। କାହାକୁ ଭୟ, ନିଶାକୁ ନା ସାହୁ ହଉଛି? କାହିଁ ସେମାନଙ୍କ କଥା କହିବି ଆଜ୍ଞା, ସେମାନେ ତାଙ୍କ ଜାଗାରେ ଠିକ୍ ଅଛନ୍ତି, ଆମ ଜାଗାରେ ଆମେ ଠିକ୍ ଅଛୁ। ଲୋକ ଦେଖୁଛନ୍ତି ହେଲେ ସେମାନେ ଦେଖୁଛନ୍ତି ଦେଖାଉଛନ୍ତି। ସୀମା ବାହାରକୁ ପଳେଇ ଯାଉଛନ୍ତି। ଲୋକ କହୁଥିବେ ପୁରା ଯୋଉ ଖୋଲିଦେବାଟା ଠିକ୍ ହଉଛି କି? ସେଇଟା ତ ମୁଁ ଜାଣିଛି ବଲିଉଡ଼ରେ ହେଉଥିଲା, କିନ୍ତୁ ଓଲିଉଡ଼ରେ ମୁଁ ଜାଣିନଥିଲି ହେଉଛି ବୋଲି। କିନ୍ତୁ ଭଲ, ସେମାନେ ଆର୍ଟିଷ୍ଟ ମାନେ ଭଲ, ଯିଏ କହିଲେ ବି ସେମାନେ କହୁଛନ୍ତି କମିଟି ମେମ୍ବରଙ୍କର ଇଏ ପାଇଁ ଆମେ, କିନ୍ତୁ ଏଇଠି ଚଳିବନି, ଖଣ୍ଡଗିରି ଚଳିବନି ଆଜ୍ଞା। ଖଣ୍ଡଗିରି କ'ଣ କେଉଁଠି ବି ଚଳିବନି। ବର୍ତ୍ତମାନ ତାଙ୍କର ନିଜ ସିମ୍ପତି ଭିତରେ ରହିବା ଦରକାର। ଆଉ ସେମାନେ ବି କଳାକାର, ସେମାନେ ବି ନିଜେ ଅଭିନୟ କରିବା ପାଇଁ ଚେଷ୍ଟା କରୁଛନ୍ତି, ସେମାନେ ବି ଡ୍ୟାନ୍ସ କରିବା ପାଇଁ ଚେଷ୍ଟା କରୁଛନ୍ତି। ଯିଏ ଯେଉଁଠି କହିଲେ ସେଠି କରିଦେଉଛନ୍ତି, ସେଇଟା ଭୁଲ। ହାଉସଫୁଲ୍ ହଉଛି, ଡବଲ ଦାମରେ ଟିକେଟ୍ ସେଲ୍ ହଉଛି। ମୁଁ ଆଜ୍ଞା ଆଗକୁ ଆଉ କିଛି କହିପାରିନି। ଇଏ କ'ଣ କଳ୍ପନା ହଲ୍ ହେଇଛି ନା ନିଶାମଣି ହେଇଛି ଆଜ୍ଞା କଟକ? ସବୁ ଜାଣିଛୁ, ଆପଣ ତ ଜାଣିଛନ୍ତି ଆଉ କ'ଣ। ଛାଡ଼ନ୍ତୁ, ଜୟ ଜଗନ୍ନାଥ, କଳା ହିଁ ବଞ୍ଚିଥାଉ।